ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଛାଡ଼ଖାଇରେ ବାହାରିଲୁ ଆମେ ଭୋଜି କରି। ଏବେ ବର୍ତ୍ତମାନ ଯିବୁ ଆମେ ମାଛ, ଚିକେନ୍, ମଟନ୍ ସବୁ କିଣିବାକୁ ଯିବୁ। ଦେଖନ୍ତୁ ମାଛ କିଣି ମୁଁ ଆସିଲି। ଏଇଟା ଗୋଟେ ବିଲାତି ରୋହି, ଏଇଟା ଗୋଟେ ଅଛି ଓଜନ ହେଇଯାଇଛି, ତାକୁ କାଟିବା ପାଇଁ ଦେଇଛି, ସେ କାଟୁଛି। ବିଲାତି କେତେ ଭିଡ଼ ମାଛ ମାର୍କେଟରେ ଆଜି ଯେହେତୁ ଛାଡ଼ଖାଇ ଆଠମଲ୍ଲିକ ମାର୍କେଟରେ ପ୍ରବଳ ଭିଡ଼। ମାଛ, ମଟନ୍, ଚିକେନ୍, ଲୋକମାନେ ଛାଡ଼ଖାଇ ମାଛ ଖାଇନାହାନ୍ତି, ସେଥିପାଇଁ ପ୍ରବଳରୁ ପ୍ରବଳ ଭିଡ଼। ଏଇଟା ଆମ ମାଛ କଟା ଚାଲିଛି, ବିଲାତି ରୋହି ଦେଖନ୍ତୁ। ମୋତେ ଟିକେ ବିଲାତି ରୋହି ଖାଇବା ପାଇଁ ଭଲ ଲାଗେ। ତାପରେ ଏଇଟା ଆମେ ମଟନ୍ ଆଡ଼େ ପଳେଇ ଆସିଲୁ, ହୁସେନ ଖାନ୍ ମଟନ୍ ସେଣ୍ଟର। ଖାସି ଗୋଟେ କାଟିକି ଝୁଲେଇଛି। ଆମର 4 କିଲୋ ଅର୍ଡ଼ର ଥିଲା, ସେ ଓଜନ କରିସାରିଲାଣି। ଜାହିଦ ପିସ୍ କରୁଛି ଦେଖନ୍ତୁ। ଏଇଟା ଆମର ପିସ୍ ହେଉଛି ମଟନ୍, 4 କିଲୋ ଅର୍ଡ଼ର ଦିଆହେଇଥିଲା, ପିସ୍ କରି ଚାଲିଛି। ମଟନ୍, ଚିକେନ୍ ଧରି ଆମେ ସବୁ ବାହାରିଲୁ ହରଭଙ୍ଗା। ଆମ ହରଭଙ୍ଗାରେ ଭୋଜି ଅଛି, ଆମେ ହରଭଙ୍ଗା ବାହାରିଲୁ। ଗଲାବେଳେ ଗୋଟେ ସୁନ୍ଦର ଦୃଶ୍ୟ, ପାହାଡ଼, ନଦୀ ଦେଇ ଆମେ ଯାଉଛୁ। ଆକ୍ଚୁଆଲି ଆମେ ଗୋଟେ ଫାର୍ମ ହାଉସ୍ରେ ଭୋଜି କରୁଛୁ। ଦେଖନ୍ତୁ ଏଇଟା ଆମେ ଫାର୍ମ ହାଉସ୍ ପହଞ୍ଚିଗଲୁ। ଏଇଟା ଗୋଟେ ଫାର୍ମ ହାଉସ୍ ଗୋଟେ ଭାଇର, ତାଙ୍କ ଫାର୍ମ ହାଉସ୍ରେ ଆଜି ଆମ ଭୋଜି ହେବ। ଆକ୍ଚୁଆଲି ଲୋକେସନ୍ଟା ବହୁତ ବଢ଼ିଆ, ନଦୀ ତରାରେ ଫାର୍ମ ହାଉସ୍ଟା। ଆଗକୁ ଚାଲନ୍ତୁ ମୁଁ ଦେଖିବି ଲୋକେସନ୍ଟା କେମିତି ହେଇଛି। ଏଇଟା କାଜୁ, ଆମ୍ବ, ଶାଗୁଆନ ବୁରିଟା, ଦେଶୀ କୁକୁଡ଼ା ବି ଅଛନ୍ତି। ବେଶ ଆମେ ଚାଲିଲୁ ପୁଣି ଆମର ଯେଉଁଠି ଭୋଜିଟା ହେବ ସେଠିକି ଆମେ ଚାଲିଲୁ। ଏଇଟା ଫାର୍ମ ହାଉସ୍ ଭିତରେ ଆମେ ଯାଉଛୁ। ଦେଖନ୍ତୁ ତା ଫାର୍ମ ହାଉସ୍ଟା ଆକ୍ଚୁଆଲି ବହୁତ ବଡ଼ ଏରିଆରେ ହେଇଛି, ଆଉ ଲୋକେଟେଡ୍ ଇନ୍ ବ୍ୟୁଟିଫୁଲ୍ ପ୍ଲେସ୍, ବହୁତ ସୁନ୍ଦର ଜାଗାରେ ହେଇଛି। ମାନେ ମହାନଦୀ ତରାରେ ତା ଫାର୍ମ ହାଉସ୍ଟା, ଆପଣମାନେ ଦେଖିଲେ ଜାଣିପାରିବେ କେତେ ସୁନ୍ଦର ଜାଗାରେ ଆମେ ଭୋଜିଟା ଆରେଞ୍ଜମେଣ୍ଟ କରିଥିଲୁ। ଆଠମଲ୍ଲିକରୁ ହରଭଙ୍ଗା ଆସିଲୁ। ଦେଖନ୍ତୁ ଏଇଟା ହେଲା ତା ଫାର୍ମ ହାଉସ୍ରେ ଆମେ ପହଞ୍ଚିଗଲୁ। ବର୍ତ୍ତମାନ ଆମେ ଯାଉଛୁ କେଉଁଠି ଆମେ ଭୋଜି କରିବୁ ଆପଣଙ୍କୁ ଦେଖାଉଛି। ଚାଲି ଚାଲି ଯାଉଛୁ। ଏଇଟା ଶାଗୁଆନ ଗଛ ଗୁଡ଼ାକ ଲାଗିଛି ସବୁ, ଆମ୍ବ ଗଛ ଅଛି, କାଜୁ ଗଛ ଅଛି, ସବୁ ଦେଖନ୍ତୁ। ଏଇଟା କେତେ ସୁନ୍ଦର ଜାଗା। ବର୍ତ୍ତମାନ ଆମେ ଆସି ଆମ ଲୋକେସନ୍ରେ ପହଞ୍ଚିଗଲୁଣି ଯେଉଁଠି ଆମର ଭୋଜି ହେବ। ଏଇଟା ହେଲା ଦେଖନ୍ତୁ ମହାନଦୀଟା ଯାଇଛି ଆଗରେ। ମହାନଦୀ କୂଳରେ ଆମର ଆକ୍ଚୁଆଲି ସବୁ ଚୁଲି ଫୁଲି, ଫାର୍ମ ହାଉସ୍ଟା ସବୁ ରେଡ଼ି ହେଇଯାଇଛି। ଏଇଟା ହେଲା ମହାନଦୀଟା, ଏଇଠି ଆମର ଭୋଜିଟା ହେବ ଆଜି। ଦେଖନ୍ତୁ ବ୍ୟୁଟିଫୁଲ୍ ପ୍ଲେସ୍ ଆଉ ଭିୟୁ ଦେଖନ୍ତୁ। ଏଇ ଭିୟୁରେ ଆମର ଭୋଜିଟା ଆଜି ହେବ। ଦେଖନ୍ତୁ ମୁଁ ଚାଲିଲି, ତାପରେ ଫାର୍ମ ହାଉସ୍ଟା ବି ବୁଲିଦେବା ଟିକେ, ଦେଖିବା କ'ଣ କ'ଣ ଅଛି ଫାର୍ମ ହାଉସ୍ରେ। ଆକ୍ଚୁଆଲି ଏଠି ସବୁ ଅଛି, ଘର ଫର ବନା ହେଇଛି ବି ରହିବା ପାଇଁ। ଏଠି ଅଛି ଘର ଅଛି, ଗାଈମାନେ ବି ରହୁଛନ୍ତି, କୁକୁଡ଼ା ଅଛି। ଫାର୍ମ ହାଉସ୍ରେ ଯାହା ଯାହା ରହିବା କଥା ସବୁ ଅଛି। ଆପଣ ଆସିଲେ ମାନେ ପୁରା ଫୁଲ୍ଲି ଏନ୍ଜୟ କରିକି ଯାଇ ହେବ ଏଠି। ଏଇଟା ଗୋଟେ ଭିୟୁ ତାର, ଏଇଟା ଗୋଟେ ସାଇଡ଼୍ର ଭିୟୁ ଦେଖନ୍ତୁ। ମାନେ ଆକ୍ଚୁଆଲି ଫାର୍ମ ହାଉସ୍ଟା ସେ ବନେଇଛି ବହୁତ ସୁନ୍ଦର ଜାଗାରେ। ଏଇଟା ନଦୀ କୂଳରେ ବି ଦେଖନ୍ତୁ, ମାନେ ଚାରିପଟେ ନଦୀ ଅଛି, ତା ଫାର୍ମ ହାଉସ୍ଟା ମଝିରେ ଅଛି। ଏଭଳିଆ ଜାଗା। ଆମର ଏବେ ଭୋଜି ପ୍ରିପାରେସନ୍ ଷ୍ଟାର୍ଟ ହେଇଗଲା। এটা ସଦାମ ଭାଇ କାଟୁଛନ୍ତି ବି ପିଆଜ, ଦେଖନ୍ତୁ ସେ କେମିତି କାଟୁଛି, ନ ଦେଖିକି ବି ସେ କାଟି ଦେଉଛି। ତାର କେତେ ଏକ୍ସପିରିଏନ୍ସ ଦେଖନ୍ତୁ। ଟ୍ୟାଲେଣ୍ଟ ଅଛି ପିଲାର, ଆଉ ନ ଦେଖିକି କାଟି ଦେଉଛି। ଆଉ ଆମର ଏଇଟା ହେଇଛି ଚିକେନ୍ ମ୍ୟାରିନେଟ୍ ହେଇକି ତାକୁ ଗ୍ରାଇଣ୍ଡିଙ୍ଗ କରାହେଇଛି। ଚିକେନ୍ ଟିକ୍କି ବନା ହେବ, ଚିକେନ୍ କବାବ ବନା ହେବ। ଆଉ ଏଠି ଆମର ମଟନ୍ ପାଇଁ ରୋଷେଇ ଷ୍ଟାର୍ଟ ହେଇଗଲାଣି, ତେଲ ପକା ହେଲାଣି। ଆଉ ଏଇଟା ଆମର ଗୋଟେ ପ୍ରିପାରେସନ୍ ହେଇଛି, କବାବ ହେବ, ମଟନ୍ କବାବ, ଚିକେନ୍ କବାବ। ଦେଖନ୍ତୁ ଏଇଟା କୋଇଲା, ତାକୁ ଗରମ କରାହେଉଛି। ଚିକେନ୍ କବାବ ହେବ।
ପ୍ରିପାରେସନ୍ ସବୁ ଚାଲିଲାଣି ଆମର ଭୋଜିର। ଏଇଟା ଆମର ଷ୍ଟାର୍ଟ ହେଇଗଲାଣି। ଏଇଟା ମଟନ୍ ଇଆଡ଼େ କଷା ଚାଲିଛି ଆଉ ମସଲା ଫସଲା ସବୁ ପଡ଼ୁଛି। ଦେଖନ୍ତୁ ଆମର ମଟନ୍ ରେଡ଼ି ହେଇଗଲାଣି ପ୍ରାୟତଃ। ୱାଓ, ସୁନ୍ଦର ଦେଖାଯାଉଛି। ଆକ୍ଚୁଆଲି ଚୁଲିରେ ରୋଷେଇଟା ଅଲଗା। ଏଇଟା ଆମର ପନିର ଷ୍ଟିକ୍, ଚିକେନ୍ ଷ୍ଟିକ୍ ଆଉ ଚପଲି କବାବ।